ଭିଜିଲାନ୍ସ ଜାଲରେ ପଡ଼ିଲେ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲର 2 ଜଣ ଅଧିକାରୀ। ତାଙ୍କ ପାଖରୁ ବାହାରିଛି କୋଟି କୋଟି ଟଙ୍କାର ସମ୍ପତ୍ତି, ବିଡ଼ା ବିଡ଼ା ନଗଦ ଟଙ୍କା, ଆଲିଶାନ କୋଠା, ମୂଲ୍ୟବାନ ପ୍ଲଟ୍, ହାଇୱା ଟ୍ରକ୍, ଟ୍ରାକ୍ଟର। ଭୀମସାରର 2 ଅଧିକାରୀ ହେଲେ ଅଫିସ ସୁପରିଟେଣ୍ଡେଣ୍ଟ ତଥା ଏଷ୍ଟାବ୍ଲିଶମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଓ ଷ୍ଟିୱାର୍ଡ ଅଶ୍ୱିନୀ ମେହେର। ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆଜି ଭୀମସାର ସୁପରିଟେଣ୍ଡେଣ୍ଟଙ୍କ 4ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଅଫିସ ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ ତାଙ୍କର ସମ୍ବଲପୁର ଧନକୋଡ଼ାଠାରେ 1700 ବର୍ଗଫୁଟ 2 ମହଲା କୋଠା, ଗୁଡ଼େସିଙ୍ଗାରେ 1 ମହଲା କୋଠା, ସମ୍ବଲପୁର ସହର ଉପକଣ୍ଠରେ 32ଟି ମୂଲ୍ୟବାନ ଘରଜମି, ନଗଦ 19,72,000 ଟଙ୍କା, 83 ଗ୍ରାମର ସୁନା ଗହଣା, 2ଟି ହାଇୱା ଟ୍ରକ୍, 2 ମହିନ୍ଦ୍ରା ଟ୍ରାକ୍ଟର, ଗୋଟିଏ ଟ୍ରେଲର, ଗୋଟିଏ 4 ଚକିଆ ଗାଡ଼ି ଓ 4ଟି 2 ଚକିଆ ଯାନ ଠାବ କରାଯାଇଛି। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ଯାଞ୍ଚ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ବାବଦରେ ଅଧିକ ପଚରା ଉଚରା କରାଯାଉଛି। ଧନୁର୍ଦ୍ଧର 1997 ମସିହାରେ ଜାନୁଆରୀ ମାସରେ ମାତ୍ର 2500 ଟଙ୍କା ଦରମାରେ କନିଷ୍ଠ କିରାଣୀ ଭାବରେ ବୁର୍ଲା ମେଡିକାଲରେ ଚାକିରି ଆରମ୍ଭ କରିଥିଲେ। 30 ବର୍ଷ ହେଲା ମେଡିକାଲରେ କାମ କରି ପଦୋନ୍ନତି ପାଇ ଏବେ ସୁପରିଟେଣ୍ଡେଣ୍ଟ ଅଛନ୍ତି। ସେହିପରି ଭୀମସାରର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ମଧ୍ୟ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଟିମ୍ ଠାବ କରିଛନ୍ତି। ଅଶ୍ୱିନୀଙ୍କ ବୁର୍ଲା ସୌରଭ ବିହାରରେ ଏକ 6500 ବର୍ଗଫୁଟର 4 ମହଲା କୋଠା, ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଗୋଟିଏ କୋଠା, ବରଗଡ଼ ଗୋବିନ୍ଦପାଲିରେ ଆଉ ଗୋଟିଏ ଘର, ବୁର୍ଲା ବଜାରରେ ଏକ ଦୋକାନ ଷ୍ଟୋର ରୁମ୍, ବୁର୍ଲାରେ 6ଟି, ସମ୍ବଲପୁରରେ 2ଟି ଓ ବରଗଡ଼ରେ 2ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି। ତାଙ୍କ ପାଖରୁ 83 ଗ୍ରାମ ସୁନା ଗହଣା, 2ଟି 4 ଚକିଆ ଗାଡ଼ି, 2ଟି 2 ଚକିଆ ଗାଡ଼ି ମଧ୍ୟ ଠାବ କରାଯାଇଛି। ଅଧିକ ସମ୍ପତ୍ତି ବାବଦରେ ଜେରା କରାଯିବା ସହ ବ୍ୟାଙ୍କ, ବୀମା ଓ ଡାକଘର ଜମା ଯାଞ୍ଚ କରାଯାଉଛି। ଅଶ୍ୱିନୀଙ୍କ 5ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଏସପି ସୂଚନା ଦେଇଛନ୍ତି। राष्ट्र सर्वोपरि, राष्ट्र प्रथम, सदा सर्वदा।